हेलो पिलाମାନେ ଦେଖନ୍ତୁ ଆପଣମାନଙ୍କୁ ଆମ ପ୍ରଦୀପ ନଲେଜ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଡିସ୍କସନ୍ କରିବା ଦେଖନ୍ତୁ ମାଜର ଡାଇନେଷ୍ଟି ଆଣ୍ଡ ଦେୟାର କ୍ୟାପିଟାଲ୍ସ ମାନେ ଯେତେ ଆମର ହିଷ୍ଟ୍ରିରେ ଥିଲା ଯେତେ ଡାଇନେଷ୍ଟି ଆଉ ତାଙ୍କର କ୍ୟାପିଟାଲ କେଉଁ ଗୋଟେ ଥିଲା ସେ ବିଷୟରେ ଆମେ ଡିସ୍କସନ୍ କରିବା। ଆଉ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ ଦେଖନ୍ତୁ ଏସ୍ଏସ୍ବି ଟିଇଟି ଆର୍ଏସ୍ଟି ଜେଟି ଓଏସ୍ଏସ୍ଟିଇଟି ଓଟିଇଟି ଓ ଟ୍ରିପଲ୍ ଏସ୍ସି ଓ ଡବଲ୍ ଏସ୍ସିର ଯେତେ କମ୍ପିଟିଟିଭ୍ ଏକ୍ଜାମ୍ସ ବା ଟିଚିଂ ଏକ୍ଜାମ୍ସ ସବୁଥିପାଇଁ ଇମ୍ପୋର୍ଟାଣ୍ଟ ରହିବ। ତ ଆପଣମାନେ ନିହାତି ଭାବରେ କ୍ଲାସ୍ଟା ପୁରା ଯାଏଁ ଦେଖିବେ। ତ ନିହାତି ଭାବରେ ଦେଖନ୍ତୁ ଡିସ୍କସନ୍ କରିବା ଆଜି କ୍ୱେଶ୍ଚିନ୍ ଆନ୍ସର୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ଆଜି ଡିସ୍କସନ୍ କରିବା ଦେଖନ୍ତୁ ମାଜର ଡାଇନେଷ୍ଟି ଆଣ୍ଡ ଦେୟାର କ୍ୟାପିଟାଲ୍ସ। ଆମର ମୌର୍ଯ୍ୟ ଡାଇନେଷ୍ଟି ଯେନ୍ ଥିଲା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସ୍ଥାପିତ କରିଥିଲେ ସେ ତାର କ୍ୟାପିଟାଲ ଥିଲା ପାଟଲିପୁତ୍ର। ତାର ଗୁପ୍ତ ଡାଇନେଷ୍ଟି ଯେନ୍ ତାରପରେ ଗୁପ୍ତ ଡାଇନେଷ୍ଟି କରିଥିଲେ ପାଟଲିପୁତ୍ରରେ। ତାପରେ ଆମର ପାଲ ଡାଇନେଷ୍ଟି କରିଥିଲେ ଦେଖ ମୁଙ୍ଗର ଆଉ ପାଟଲିପୁତ୍ରରେ ତାର କ୍ୟାପିଟାଲ ଥିଲା। ତାପରେ ରାଷ୍ଟ୍ରକୂଟ ଡାଇନେଷ୍ଟି ଆମର ମନ୍ୟକ୍ଷେତ୍ର ଥିଲା। ତାପରେ ଚାଲୁକ୍ୟ ଡାଇନେଷ୍ଟିର ଆମର ବଦାମୀ ଥିଲା। ଚୋଲ ଡାଇନେଷ୍ଟିର ତାଞ୍ଜୋଭୁର ଥିଲା। ତାପରେ ପାଲ ଡାଇନେଷ୍ଟିର କାଞ୍ଚି ବା କାଞ୍ଚିପୁରମ୍ ଥିଲା। ତ ନେକ୍ସଟ ଆମେ ଯିବା ଦେଖନ୍ତୁ। ତାପରେ ନେକ୍ସଟ ଦେଖିବା ଆମର ଦିଲ୍ଲୀ ସଲତନତ ଆମର ଦିଲ୍ଲୀରେ ଥିଲା ଦେଖନ୍ତୁ। ଖିଲଜି ଡାଇନେଷ୍ଟି ଆମର ଦିଲ୍ଲୀରେ ଥିଲା। ତୁଗଲକ ଡାଇନେଷ୍ଟି ଆମର ଦିଲ୍ଲୀରେ ଥିଲା। ସାଇଦ ଡାଇନେଷ୍ଟି ଆମର ଦିଲ୍ଲୀରେ ଥିଲା। ଲୋଧି ଡାଇନେଷ୍ଟି ଆମର ଦିଲ୍ଲୀରେ ଥିଲା। ଏଇଟା ସବୁ ଆମର ତ ଦେଖନ୍ତୁ ଗୋଟେ ଡାଇନେଷ୍ଟି ଆମର ମେଡ଼ିଭାଲ ହିଷ୍ଟ୍ରିର। ତ ଆପଣମାନେ ନିହାତି ମନେ ରଖିଥିବେ। ତାପରେ ମୁଗଲ ଡାଇନେଷ୍ଟି ଆମର ଦିଲ୍ଲୀ ବା ଆଗ୍ରାରେ ଥିଲା ଦେଖନ୍ତୁ। ତାପରେ ନେକ୍ସଟ ଆମେ ଡିସ୍କସନ୍ କରିବା ଦେଖନ୍ତୁ ମୁଗଲ ଡାଇନେଷ୍ଟି। ତାପରେ ଆମର ମରାଠା ଏମ୍ପାୟାର ଥିଲା ରାୟଗଡ଼ରେ। ଶିଖ ଏମ୍ପାୟାର ଥିଲା ଆମର ଲାହୋରରେ। ତାପରେ ଶୁଙ୍ଗ ଡାଇନେଷ୍ଟି ଥିଲା ଆମର ପାଟଲିପୁତ୍ରରେ ତାର କ୍ୟାପିଟାଲ ଥିଲା। ତାପରେ କନୌଜ ଡାଇନେଷ୍ଟିର କ୍ୟାପିଟାଲ ଥିଲା ପାଟଲିପୁତ୍ର। ତାପରେ ସାତବାହନ ଡାଇନେଷ୍ଟିର କ୍ୟାପିଟାଲ ଥିଲା ଆମର ପ୍ରତିଷ୍ଠାନ ବା ପୈଥାନ ହେଲା। ବଗଟକ ଡାଇନେଷ୍ଟିର ଆମର ନାଗପୁର ରିଜନ୍ ଥିଲା ଆମର ଡାଇନେଷ୍ଟି। ତାପରେ ନେକ୍ସଟ ଆମେ ଦେଖମା ଯେଉଁ କାକଟିଆ ଡାଇନେଷ୍ଟିର ଆମର ୱାରଙ୍ଗଲ ଥିଲା। ତାପରେ ଆମର ହୋୟସାଳ ଡାଇନେଷ୍ଟିର ଆମର ଦରସମୁଦ୍ର ଥିଲା। ଚେରା ଡାଇନେଷ୍ଟିର ଆମର ବଞ୍ଚି ଥିଲା। ପାଣ୍ଡ୍ୟା ଡାଇନେଷ୍ଟିର ଆମର ମଦୁରାଇ ଥିଲା। କଦମ୍ବ ଡାଇନେଷ୍ଟିର ଆମର ବନବାସୀ ଥିଲା। ତାପରେ ଆମର ନେକ୍ସଟ ଦେଖିବା ଆମର ଆମର ଇମ୍ପୋର୍ଟାଣ୍ଟ ଡାଇନେଷ୍ଟିର ଆମର କଦମ୍ବ ଡାଇନେଷ୍ଟିର ତ ବନବାସୀ ଥିଲା ଆପଣମାନେ ଦେଖିଲେ। ତାପରେ ୱେଷ୍ଟର୍ଣ୍ଣ ଗଙ୍ଗ ଡାଇନେଷ୍ଟି ଆମର ତଲକଡ଼ ଥିଲା। ଆମର ୱେଷ୍ଟର୍ଣ୍ଣ ଗଙ୍ଗ ଡାଇନେଷ୍ଟି ଆମର ଥିଲା। ଏ ସବୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏତେ ଭିତରୁ ଗୋଟେ କ୍ୱେଶ୍ଚିନ୍ ଆସିବାର ବହୁତ ଚାନ୍ସ ଥିସି। ତ ଆପଣମାନେ ନିହାତି ଭାବରେ ଏଇଟା ମନେ ରଖିଥିବେ। ଆଉ ଲେଟେଷ୍ଟ କ୍ଲାସ୍ ଅପଡ଼େଟ୍ ପାଇବା ପାଇଁ ଆପଣମାନେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଆପଣଙ୍କ ସାଙ୍ଗ ସହିତ ସେୟାର କରିବେ। ତ ଥ୍ୟାଙ୍କ ୟୁ। ନେକ୍ସଟ କ୍ଲାସ୍ରେ ପୁଣି ଦେଖା ହେବ। ଥ୍ୟାଙ୍କ ୟୁ।